सदाप्रभु परमेश्वरଙ୍କ नाम धन्य हेउ आम्भमानकर मुक्तिदाता प्रभु जीशु ख्रीष्टଙ୍କ नामରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ନମସ୍କାର ଜଣାଏ। ସଦାପ୍ରଭୁ ଆମ୍ଭମାନଙ୍କୁ ବହୁତ ପ୍ରେମ କରୁଛନ୍ତି। ଆମ୍ଭମାନଙ୍କ ପ୍ରତି ତାଙ୍କର ଦୟା ଦେଖାଇଛନ୍ତି। ତାଙ୍କର ବିବିଧ କରୁଣା ସକାଶୁ ଆଜି ଆମ୍ଭମାନେ ଏହି ବର୍ଷର 6 ମାସ ଅତିକ୍ରମ କରି ଆଜି ଏହି ନୂଆ ମାସରେ ପ୍ରବେଶ କରିପାରିଛୁ। ସେଥିପାଇଁ ଆସନ୍ତା ଆମେ ଈଶ୍ୱରଙ୍କର ଧନ୍ୟବାଦ ଦେବା। ଆଉ ଏହି ପ୍ରଥମ ତାରିଖରେ ଈଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ ଆମେ ଅଧ୍ୟୟନ କରିବା। ଯିଶାୟ 58 ଅଧ୍ୟାୟ 11 ପଦ ଆମେ ପଢ଼ିବା। ଆଉ ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥି ସକଳକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିଞ୍ଚିତ ଉଦ୍ୟାନ ତୁଲ୍ୟ ଆଉ ଜଳଭାବ ନଥିବା ନିର୍ଝର ତୁଲ୍ୟ ହେବ। ଏହି ପର୍ବର ପ୍ରଥମ ପଦରୁ ଯଦି ଆମେ ଦେଖିବା ସେଠାରେ ପ୍ରକୃତ ଉପବାସ ବିଷୟରେ ଲେଖାଯାଇଛି। ମାନେ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ଉପଯୁକ୍ତ ଉପବାସ ବୋଲି ଅନେକ କଥା ସେଠାରେ ଲେଖାଯାଇଛି। ଏହି 11 ପଦରେ ଏପରି ଲେଖାଯାଇଛି, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ। ଏହି ବାକ୍ୟ ନେଇ ଆଜି ଆସନ୍ତୁ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ସଦାପ୍ରଭୁ ପ୍ରତ୍ୟେକଙ୍କୁ ଆପଣା ଲୋକମାନଙ୍କୁ ପ୍ରତ୍ୟେକଙ୍କୁ ନିତ୍ୟ ପଥ କଢ଼ାଇ ନେବାକୁ ଚାହାନ୍ତି। ଆମ ଜୀବନର ସମସ୍ତ ପଥରେ ସେ ନେତୃତ୍ୱ ନେବାକୁ ଚାହାନ୍ତି। ଯଦି ସଦାପ୍ରଭୁ ଆପଣଙ୍କୁ ନିତ୍ୟ ପଥ କଢ଼ାଇ ନେବେ, ଯଦି ସଦାପ୍ରଭୁ ଆପଣଙ୍କୁ ନେତୃତ୍ୱ ଦେବେ, ତେବେ ଆପଣଙ୍କର ଜୀବନ ଆଶୀର୍ବାଦକର ହେବ। ହେଲେ ଏହି ଈଶ୍ୱରଙ୍କ ଆଶୀର୍ବାଦକୁ ଆମେ ନିଜର କରି କହିବା ଯେ ସଦାପ୍ରଭୁ ନିତ୍ୟ ମୋତେ ପଥ କଢ଼ାଇ ନେବେ। ଏହାକୁ ଆପଣ କହନ୍ତି, ସଦାପ୍ରଭୁ ନିତ୍ୟ ମୋତେ ପଥ କଢ଼ାଇ ନେବେ। ସଦାପ୍ରଭୁ ନିତ୍ୟ ମାନେ ସବୁଦିନ ସଦା ସର୍ବଦା ମୋର ପଥ ପ୍ରଦର୍ଶକ ଅଟନ୍ତି। ସେ ମୋତେ ଉତ୍ତମ ପଥରେ କଢ଼ାଇ ନେବେ। କେବଳ ଏହି ଗୋଟେ ମାସ ପାଇଁ ନାହିଁ, ସଦାପ୍ରଭୁ ନିତ୍ୟ ଆପଣଙ୍କୁ ପଥ କଢ଼ାଇ ନେବେ। ଆପଣଙ୍କର ସାରା ଜୀବନ ସଦାପ୍ରଭୁ ହିଁ ଆପଣଙ୍କର ପଥ ପ୍ରଦର୍ଶକ ହେବେ। ସଦାପ୍ରଭୁ ହିଁ ଆପଣଙ୍କର ମାର୍ଗଦର୍ଶକ ହେବେ। ଆମେ ଯେଉଁ ପଦ ପଢ଼ିଲୁ, ଏହି 11 ପଦରେ ଯେଉଁ ପୁରୁଷ ଈଶ୍ୱରଙ୍କର ନେତୃତ୍ୱରେ ଚାଲନ୍ତି ତାଙ୍କର ଜୀବନ କିପରି ହୁଏ ବୋଲି ଲେଖାଯାଇଛି। ସଦାପ୍ରଭୁ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ। ମାନେ ଚାରିଆଡ଼େ ଶୁଖି ଯାଇଥିଲେ ବି ଗୋଟେ ମରୁଭୂମି ଦେଇ ଗମନ କଲେ ମଧ୍ୟ, ଶୁଷ୍କ ଭୂମି ମଧ୍ୟରେ ଚାଲିଲେ ମଧ୍ୟ ତାର ଜୀବନରେ କୌଣସି ବିଷୟର ଅଭାବ ରହିବ ନାହିଁ। ତାଙ୍କର ଆତ୍ମା ତୃପ୍ତ ହେବ। ତାଙ୍କର ଆତ୍ମା କେବେ ଶୁଷ୍କ ହେବ ନାହିଁ। ଶୁଷ୍କ ହେବାକୁ ସଦାପ୍ରଭୁ ଦେବେ ନାହିଁ। ଯଦି ସଦାପ୍ରଭୁ ଆମ୍ଭମାନଙ୍କର ମାର୍ଗଦର୍ଶକ ହୋଇଛନ୍ତି, ତେବେ ସଦାପ୍ରଭୁ ଆମର ପ୍ରାଣକୁ ତୃପ୍ତ କରିବେ। କୌଣସି ଅଭାବ ନଥିବ। ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେବ ନାହିଁ। ଆଉ ଲେଖାହେଇଛି, ତୁମ୍ଭ ଅସ୍ଥି ସକଳ ବଳିଷ୍ଠ ହେବ। ମାନେ ତାର ଅର୍ଥ କ'ଣ? ଶାରୀରିକ ଭାବରେ ତୁମ୍ଭେ ଭଲ ରହିବ, ସୁସ୍ଥ ରହିବ। ଆହୁରି ମଧ୍ୟ ଲେଖାହେଇଛି, ତୁମ୍ଭେ ଜଳସିଞ୍ଚିତ ଉଦ୍ୟାନ ତୁଲ୍ୟ ହେବ। ଗୋଟେ ସୁନ୍ଦର ଉଦ୍ୟାନକୁ ଦେଖିଲେ ଆମମାନଙ୍କୁ ବହୁତ ବଢ଼ିଆ ଲାଗିବ। ହେଲେ ଲେଖାହେଇଛି, ଯେଉଁ ଲୋକ ସଦାପ୍ରଭୁଙ୍କ ଦ୍ୱାରା ପରିଚାଳିତ ହେବ, ତାହାର ଜୀବନକୁ ଦେଖିଲେ ଗୋଟିଏ ଜଳସିଞ୍ଚିତ ଉଦ୍ୟାନ ତୁଲ୍ୟ ହେବ। ମାନେ ସେହି ଉଦ୍ୟାନରେ ଅନେକ ଫଳ ଥିବ। ତାହାର ଜୀବନ ଫଳପ୍ରଦ ଜୀବନ ହେବ। କୌଣସି ଉତ୍ତମ ବସ୍ତୁର, କୌଣସି ଫଳର ଅଭାବ ରହିବ ନାହିଁ। ସେ ଅନେକ ପ୍ରକାରର ଉତ୍ତମ ଫଳ ଉତ୍ପନ୍ନ କରିପାରିବ। ଆଉ ଗୋଟେ ଆଶୀର୍ବାଦ ମଧ୍ୟ ଲେଖାହେଇଛି, ତୁମ୍ଭେ ଜଳାଭାବ ନଥିବା ନିର୍ଝର ତୁଲ୍ୟ ହେବ। ମାନେ ସଦା ସର୍ବଦା ସେଥିରୁ ଜଳ ବାହାରିବ। ହେଲେ ଆମେ ଜାଣିଛୁ, ଗୋଟେ ନିର୍ଝରରୁ ପାଣି ବାହାରିଲେ ତାହା ଅନେକ ଲୋକଙ୍କର ତୃଷାକୁ ମେଣ୍ଟାଏ, ଅନେକଙ୍କର ଆଶୀର୍ବାଦର କାରଣ ହୁଏ। ଠିକ୍ ସେହିପରି ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ଦ୍ୱାରା ପରିଚାଳିତ ହେବ, ଜଳାଭାବ ନଥିବା ନିର୍ଝର ପରି ତାହାର ଜୀବନ ଦ୍ୱାରା ଅନେକ ଲୋକମାନେ ଆଶୀର୍ବାଦ ପାଇପାରିବେ। କାରଣ ସେ ନିଜର ଇଚ୍ଛା ଅନୁସାରେ ନିଜର ଜୀବନକୁ ସେ ଚଳାଏ ନାହିଁ।
ସଦାପ୍ରଭୁ ହିଁ ତାହାର ପଥ ପ୍ରଦର୍ଶକ ହୋଇଛନ୍ତି। ଆଦ୍ୟରେ ଯେତେବେଳେ ସଦାପ୍ରଭୁ ମନୁଷ୍ୟର ସୃଷ୍ଟି କଲେ, ସେ ମାନବ ଜାତିକୁ ଆଦମ ହବାଙ୍କୁ ନେତୃତ୍ୱ କରିବାକୁ ଚାହିଁଥିଲେ। ସେଥିପାଇଁ ସେମାନଙ୍କୁ କେବଳ ଗୋଟିଏ ମାତ୍ର ଆଜ୍ଞା ଦେଇଥିଲେ। କେବଳ ଗୋଟିଏ ଗଛର ଫଳକୁ ଖାଇବା ପାଇଁ ମନା କରିଥିଲେ। କିନ୍ତୁ ଆଦମ ହବା ଈଶ୍ୱରଙ୍କର ବାକ୍ୟ ଅବହେଳା କଲେ। ସେମାନେ ଈଶ୍ୱରଙ୍କର ନେତୃତ୍ୱକୁ ଅମାନ୍ୟ କଲେ। ଈଶ୍ୱରଙ୍କ ଦ୍ୱାରା ଚାଳିତ ନ ହୋଇ ସେମାନେ ଶୟତାନ ଦ୍ୱାରା ଚାଳିତ ହେଲେ। ତାହା ହିଁ ମାନବ ଜାତି ପାଇଁ ବଡ଼ ସମସ୍ୟା ହୋଇଗଲା। ସଦାପ୍ରଭୁ ସେମାନଙ୍କୁ ନେତୃତ୍ୱ କରିବାକୁ ଚାହିଁଥିଲେ। ଆଦମ ହବା ତାହାକୁ ଅମାନ୍ୟ କଲେ। କିନ୍ତୁ ଈଶ୍ୱରଙ୍କର ସେହି ଇଚ୍ଛା ପରିବର୍ତ୍ତନ ହେଲା ନାହିଁ। ଏହି ମାନବ ଜାତି ଯେଉଁମାନଙ୍କୁ ମୁଁ ସୃଷ୍ଟି କରିଅଛି, ସେମାନଙ୍କୁ ମୁଁ ନେତୃତ୍ୱ କରିବି, ସେମାନଙ୍କୁ ମୁଁ ପଥ କଢ଼ାଇ ନେବି ବୋଲି ସଦାପ୍ରଭୁ ଚାହିଁଥିଲେ। ସେଥିପାଇଁ ବାଇବେଲରେ ଯଦି ଆମେ ପଢ଼ିବା, ସେ ଅନେକ ଲୋକଙ୍କୁ ମନୋନୀତ କରିଛନ୍ତି। ଆଦି ପୁସ୍ତକ 12 ଅଧ୍ୟାୟରେ ସେ ଅବ୍ରାହମଙ୍କୁ ଡାକିଲେ। ଅବ୍ରାହମଙ୍କୁ ସେ ଆହ୍ୱାନ କଲେ। ସେ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ। ହେଲେ ସଦାପ୍ରଭୁ ଅବ୍ରାହମଙ୍କୁ ଯେତେବେଳେ ଡାକିଲେ, ତାଙ୍କୁ ଗୋଟେ କଥା କହିଲେ, ତୁମେ ଯେଉଁ ଦେଶରେ ରହୁଛ, ତୁମର ଏହି ଦେଶକୁ, ଏହି ପିତୃଗୃହକୁ ତୁମେ ଛାଡ଼ିଦିଅ। ମୁଁ ଯେଉଁ ଦେଶ ଦେଖାଇବି, ସେହି ଦେଶକୁ ଯାଅ। ସେ ଅବ୍ରାହମଙ୍କୁ ଅନେକ ପ୍ରକାର ଆଶୀର୍ବାଦ ମଧ୍ୟ କହିଲେ। ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା, ତୁମ୍ଭେ ଆଶୀର୍ବାଦର ଆଖର ହେବ। ହେଲେ ଯେତେବେଳେ ଅବ୍ରାହମ ଏହି କଥା ଶୁଣିଲେ, ସେ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କର ବାକ୍ୟକୁ ମାନିଲେ। ସେ ବିଶ୍ୱାସ କଲେ, ଯେଉଁ ସଦାପ୍ରଭୁ ମୋତେ ଆହ୍ୱାନ କରିଛନ୍ତି, ସେ ବିଶ୍ୱସ୍ତ। ସେ ତାଙ୍କର ଏହି ବାକ୍ୟ ସବୁ, ଏହି ପ୍ରତିଜ୍ଞା ସବୁ ମୋର ଜୀବନରେ ପୂରଣ କରିବେ ବୋଲି ଅବ୍ରାହମ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କଲେ। ସେଥିପାଇଁ ସେ ନିଜର ଦେଶ ଛାଡ଼ିଲେ। ଈଶ୍ୱର ଯେଉଁ ଦେଶ ଦେଖାଇଲେ, ସେହି କିନାନ ଦେଶକୁ ଗଲେ। ହେଲେ ସଦାପ୍ରଭୁ ଅବ୍ରାହମଙ୍କୁ ଡାକି ଆଣିଲେ। ଆଉ ଅଧା ରାସ୍ତାରେ, ମଧ୍ୟ ପଥରେ ସେ ଛାଡ଼ି ନଥିଲେ। ଅବ୍ରାହମଙ୍କୁ ସେ ଯେଉଁ ଯେଉଁ କଥା କହିଥିଲେ, ତାହା ସବୁ ଆଜି ପର୍ଯ୍ୟନ୍ତ ସେ ପୂର୍ଣ୍ଣ କରିଛନ୍ତି। ଅବ୍ରାହମଙ୍କର ସନ୍ତାନମାନଙ୍କ ଜୀବନରେ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ସବୁ, ସେହି ପ୍ରତିଜ୍ଞା ସବୁ ପୂରଣ କରୁଛନ୍ତି। ସେ ସଫଳ କରୁଛନ୍ତି, କାରଣ ସେ ବିଶ୍ୱସ୍ତ ଈଶ୍ୱର ଅଟନ୍ତି। ଆଉ ଅବ୍ରାହମଙ୍କ ପରେ ତାଙ୍କର ପୁଅ ଇସାକଙ୍କ ସହିତ ସଦାପ୍ରଭୁ କଥା ହେବାକୁ ଲାଗିଲେ। ଇସାକଙ୍କୁ ସେ ନେତୃତ୍ୱ ଦେବାକୁ ଲାଗିଲେ। ଯେତେବେଳେ ଇସାକ ଗରାରରେ ବାସ କରୁଥିଲେ, ସେ ସମୟରେ ଦୁର୍ଭିକ୍ଷ ହୋଇଥିଲା। ସମସ୍ତେ ଆପଣା ଆପଣା ପରିବାର ନେଇ ମିଶ୍ର ଦେଶକୁ ଯାଉଛନ୍ତି। ହେଲେ ସଦାପ୍ରଭୁ ଇସାକଙ୍କୁ କହିଲେ, ତୁମ୍ଭେ ଯାଅ ନାହିଁ, ଏହି ଦେଶରେ ତୁମେ ବାସ କର। ହେଲେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା। ହେଲେ ଇସାକ ମଧ୍ୟ ଈଶ୍ୱରଙ୍କର କଥା ମାନିଲେ। ସଦାପ୍ରଭୁ ମୋର ଜୀବନ ପାଇଁ ଯାହା କହିଛନ୍ତି, ତାହା ଠିକ୍ ହେବ, ସେ ମୋତେ ଆଶୀର୍ବାଦ କରିବେ ବୋଲି ସେହି ଦେଶରେ ସେ ବାସ କଲେ। ଆଉ ଲେଖା ହେଇଛି 12 ପଦରେ, ଇସାକ ସେହି ଦେଶରେ କୃଷି କର୍ମ କରି ସେହି ବର୍ଷ 100 ଗୁଣ ଲାଭ କଲେ। ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ସଦାପ୍ରଭୁ ଯେଉଁ ପଥରେ କଢ଼ାଇ ନେବାକୁ ଚାହିଁଲେ, ସେହି ପଥରେ ଯିବାକୁ ଇସାକ ମଧ୍ୟ ରାଜି ହେଲେ। ସେ ନିଜକୁ ସମର୍ପଣ କରିଦେଲେ। ପ୍ରଭୁ କହିଛନ୍ତି ତ, ଯାହା ବି ହେଉ ମୁଁ ଏହି ଦେଶରେ ରହିବି। ଆଉ କେବଳ ସେ ରହିଲେ ନାହିଁ, ସେହି ଦେଶରେ ସେ କୃଷି କର୍ମ କଲେ। ତାଙ୍କ ହାତରେ ଯେଉଁ ବୀଜ ଥିଲା, ତାହାକୁ ସେ ବୁଣିଲେ। ସେଥିରେ ସଦାପ୍ରଭୁ 100 ଗୁଣ ଆଶୀର୍ବାଦ କଲେ। ସେହି ଦେଶରେ ସେ ବର୍ଦ୍ଧିଷ୍ଣୁ ହେଲେ। ଆହୁରି ଆହୁରି ବୃଦ୍ଧି ପାଇ ସେ ମହାନ ହେଲେ। ଏହା କିପରି ହେଲା? ସଦାପ୍ରଭୁଙ୍କର ସେହି ନେତୃତ୍ୱକୁ ସେ ଗ୍ରହଣ କଲେ। ବାକ୍ୟରେ ଆମେ ପଢ଼ିଲୁ, ମରୁଭୂମିରେ ତୁମ୍ଭ ପ୍ରାଣକୁ ସେ ତୃପ୍ତ କରିବେ। ସବୁଆଡ଼େ ଦୁର୍ଭିକ୍ଷ ହୋଇଥିଲା, କିନ୍ତୁ ଇସାକଙ୍କୁ ସଦାପ୍ରଭୁ ଆଶୀର୍ବାଦ କଲେ।
ଚାରିଆଡ଼େ ଯେଉଁ ମରୁଡ଼ି ଥିଲା ତାହା ଇସାକଙ୍କ ଜୀବନରେ କ୍ଷତି କଲା ନାହିଁ। ସଦାପ୍ରଭୁ ତାଙ୍କ ଆଶୀର୍ବାଦ କଲେ। ଆଉ ଇସାକଙ୍କ ପରେ ତାଙ୍କର ପୁତ୍ର ଯାକୁବଙ୍କ ଜୀବନରେ ମଧ୍ୟ ସଦାପ୍ରଭୁ ନେତୃତ୍ୱ କରିବାକୁ ଲାଗିଲେ। ଯେତେବେଳେ ଯାକୁବ ଆପଣା ପିତାଙ୍କ ଗୃହରେ ଥିଲେ ସେ ସମୟରେ ସଦାପ୍ରଭୁଙ୍କ ଦ୍ୱାରା ସେ ପରିଚାଳିତ ହୋଇନଥିଲେ। ସେ ନିଜର ଇଚ୍ଛା ଅନୁସାରେ ନିଜର ଧାରଣା ଅନୁସାରେ ସେ ଚାଲୁଥିଲେ। ଆଉ ଲେଖା ହେଇଛି ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଯାକୁବଙ୍କର ମା ତାଙ୍କୁ ପରାମର୍ଶ ଦେଲେ, ସେ ମାର୍ଗଦର୍ଶନ ଦେଲେ, ସେହି ଅନୁସାରେ ସେ ଚାଲିଲେ। କିନ୍ତୁ ଯେତେବେଳେ ସେ ଆପଣା ଭାଇ ଏସଙ୍କ ଭୟରେ ସେ ନିଜର ଜୀବନ ବଞ୍ଚାଇବା ପାଇଁ ଲାବାନ ଗୃହକୁ ଯାଉଥିଲେ ସେହି ସମୟରେ ସଦାପ୍ରଭୁଙ୍କର ଦର୍ଶନ ପାଇଲେ। ଆଦି ପୁସ୍ତକ 28 ଅଧ୍ୟାୟରେ ଏହି ବିଷୟରେ ଲେଖା ହେଇଛି। ସେ ଯାତ୍ରା କରୁଥିବା ବେଳେ ସେ ଗୋଟେ ପଥର ନେଇ ମୁଣ୍ଡ ତଳେ ଦେଇ ସେ ନିଦ୍ରା ଯାଉଛନ୍ତି। ସେହି ସମୟରେ ସଦାପ୍ରଭୁ ତାଙ୍କୁ ସ୍ୱପ୍ନ ମାଧ୍ୟମରେ ଦର୍ଶନ ଦେଲେ। ସେ ଗୋଟେ ବହୁତ ବଡ଼ ସୋପାନ ଦେଖିଲେ। ସଦାପ୍ରଭୁ ତାହାର ଉପରେ ଠିଆ ହୋଇ ତାଙ୍କ ସହିତ କଥା ହେବାକୁ ଲାଗିଲେ। ସଦାପ୍ରଭୁ ତାଙ୍କେ ଏପରି କହିଛନ୍ତି, କେବଳ 15 ପଦ ଆମେ ପଢ଼ିବା। ପୁଣି ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା। କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ ତାହା ସଫଳ ନ କରିବା ଯାଏ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ। ଏହି ରାତି ସମୟରେ ଯାକୁବଙ୍କ ସହିତ କେହି ନଥିଲେ, ବାପା ମା କେହି ନଥିଲେ। ସେ ଏକଲା ଥିବା ବେଳେ ସଦାପ୍ରଭୁ କହୁଛନ୍ତି, ମୁଁ ତୁମ୍ଭର ସହାୟ, ମୁଁ ତୁମ୍ଭ ସଙ୍ଗେ ଯିବି। ହେଲେ ସଦାପ୍ରଭୁ ସେହି ସୋପାନ ଉପରେ ଠିଆ ହୋଇକି ତୁମେ ଯୁଆଡ଼େ ଗଲେ ବି ମୁଁ ଏହି ସ୍ଥାନରୁ ମୁଁ ଆକାଶରୁ ମୁଁ ଦେଖୁଛି, ମୁଁ ତୁମକୁ ସାହାଯ୍ୟ କରିବି ବୋଲି କହୁନାହାନ୍ତି। ସେ କ'ଣ କହୁଛନ୍ତି, ତୁମେ ଯେଉଁ ଯେଉଁ ସ୍ଥାନକୁ ଯିବ ସେଠାରେ ମୁଁ ମଧ୍ୟ ତୁମ ସଙ୍ଗେ ରହିବି, ମୁଁ ତୁମକୁ ରକ୍ଷା କରିବି, ଆଉ ପୁନର୍ବାର ଏହି ଦେଶକୁ ମୁଁ ଆଣିବି। ମୁଁ ଯାହା ତୁମକୁ କହିଅଛି ତାହା ସଫଳ ନ କରିବା ଯାଏ ମୁଁ ତୁମକୁ ପରିତ୍ୟାଗ କରିବି ନାହିଁ। ଦେଖନ୍ତୁ, ସଦାପ୍ରଭୁ ଜଣେ ମନୁଷ୍ୟକୁ ଚଳାଇ ନେବାକୁ, ତାର ପଥ କଢ଼ାଇ ନେବାକୁ କେତେ ଆଗ୍ରହୀ ଅଟନ୍ତି। ସେ ଅବ୍ରାହମକୁ ଯେଉଁ ପ୍ରତିଜ୍ଞା ଦେଇଥିଲେ ତାହା ସଫଳ କରିବା ପାଇଁ ଯାକୁବଙ୍କ ସହିତ କଥା ହେଉଛନ୍ତି। ଯାକୁବ ଲାବାନ ଘରେ ଯାଇଛନ୍ତି, ସେଠାରେ ପ୍ରାୟ 20 ବର୍ଷ ସେଠି ରହିଲେ। ଲାବାନ ଯାକୁବଙ୍କ ବିରୁଦ୍ଧରେ ଅନେକ ଷଡ଼ଯନ୍ତ୍ର କଲେ ମଧ୍ୟ ସଦାପ୍ରଭୁ ତାଙ୍କର ସହାୟ ଥିଲେ। ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହୋଇଥିବାରୁ ଯାକୁବ ସେଠାରେ ମଧ୍ୟ ସଫଳ ହେଲେ। ହେଲେ ଲାବାନ ତାକୁ ଦମନ କରିପାରିଲା ନାହିଁ। ସେଠିରୁ ଫେରି ଆସିବା ବେଳେ ଯାକୁବ ଏପରି କହୁଛନ୍ତି, ମୁଁ ନିଜର ଯଷ୍ଟି ମାତ୍ର ଘେନି ଏହି ଜର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ 2 ଦଳ ହୋଇଅଛି। ଯାକୁବ ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ, ସେଥିପାଇଁ ସେ ସମୃଦ୍ଧି ହେଲେ। ସେହି ଅନ୍ୟ ଦେଶରେ ଲାବାନ ଘରେ ଯାକୁବ ସମୃଦ୍ଧି ପାଇବା ପାଇଁ କୌଣସି ସୁଯୋଗ ନଥିଲା, କିନ୍ତୁ ସଦାପ୍ରଭୁ ତାଙ୍କ ଆଶୀର୍ବାଦ କଲେ। ତାପରେ ଯାକୁବଙ୍କର ସନ୍ତାନମାନେ ମିଶ୍ର ଦେଶକୁ ଗଲେ। ସେଥିରୁ ସଦାପ୍ରଭୁ ଆପଣା ଲୋକମାନଙ୍କୁ ମାନେ ଅବ୍ରାହମଙ୍କର ସନ୍ତାନମାନଙ୍କୁ କଢ଼ାଇ ଆଣିଲେ। ଯାତ୍ରା ପୁସ୍ତକରୁ ଆମେ ସେହି ବିଷୟରେ ଦେଖିବାକୁ ପାଉଛୁ। ସଦାପ୍ରଭୁ କିପରି ସେହି ମିଶ୍ର ଦେଶରୁ ଦାସତ୍ୱରୁ ସେମାନଙ୍କୁ ବାହାର କରି ଆଣିଲେ, ଫାରୋଙ୍କ ହସ୍ତରୁ ଉଦ୍ଧାର କଲେ, ଆଉ ମରୁଭୂମିରେ ପ୍ରାନ୍ତରରେ ସେମାନଙ୍କୁ କିପରି ଚଳାଇଲେ ବୋଲି ଅନେକ କଥା ଲେଖା ହେଇଛି। ଦ୍ୱିତୀୟ ବିବରଣ 32 ଅଧ୍ୟାୟ 11 ଓ 12 ପଦ ଆମେ ପଢ଼ିବା। ଯେପରି ଉତ୍କର୍ଷ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ, ଛୁଆମାନଙ୍କ ଉପରେ ପକ୍ଷ ଧଡ଼ ଧଡ଼ କରେ, ସେପରି ସେ ଆପଣା ପକ୍ଷ ବିସ୍ତାର କଲେ। ସେ ସେମାନଙ୍କୁ ତୋଳି ନେଲେ, ସେ ଆପଣା ଡେଣାରେ ସେମାନଙ୍କୁ ବୋହିଲେ। ସଦାପ୍ରଭୁ ଏକାକୀ ତାହାକୁ ଗମନ କରାଇଲେ, ପୁଣି ତାହା ସହିତ କୌଣସି ବିଦେଶୀୟ ଦେବତା ନଥିଲା। ଏଠାରେ ଗୋଟିଏ ଉତ୍କର୍ଷ ପକ୍ଷୀର ଚିତ୍ର ଦିଆଯାଇଛି। ମାନେ ଗୋଟିଏ ଉତ୍କର୍ଷ ପକ୍ଷୀ ଯେପରି ଆପଣା ଛୁଆମାନଙ୍କ ସହିତ ବ୍ୟବହାର କରେ, ଠିକ୍ ସେହିପରି ସଦାପ୍ରଭୁ ଆପଣା ଲୋକମାନଙ୍କୁ ତୋଳି ନେଲେ।
से अपना डेना उपरे से मानक बोही आनिले जेतेबेले से माने निजको उद्धार करि पार नथिले सदा प्रभु से मानक अपना डेना रे बोही आनिले 12 पदर लेखा है सदा प्रभु एकाकी ताहाकु गमन कराइले तार सहित कौनसी देवता नथिला आउ केही साहाय्य कर नथिला केवल सदा प्रभु एकाकी ताहाकु गमन कराइले से माने जेउन जेउन पथ दे आसीबा को पड़िला सेतिरे केवल सदा प्रभु ही से मानक गमन कराइले आम जीवन रे मध्य सदा प्रभु आम मानक एते दूर बाट देखाइछंती आम मानक से कढ़ाई आनिछंती आज दिन पर्यंत सदा प्रभु ही आम मानकर पथ प्रदर्शक होइछंती आउ केही नथिला केवल प्रभु ही आम मानकर सहवर्ती थिले आउ आज मध्य से अछंती मोर जीवन रे मु अनेक कष्टकर परिस्थितिर सम्मुखीन होइछि जदि मु से सब स्मरण करिबी जदि मु पछक फेरी चाहिबी तेबे मु आश्चर्य हो जाए कारण सेई सब परिस्थिति को मु किपरि पार कली सेथिरु मु किपरि बाहरी आसिली एहा सब भाबी देखिले मते बहुत आश्चर्य लागे सेथिरु उद्धार करिवा पाई केही नथिले केवल प्रभु थिले सदा प्रभु एकाकी मते गमन कराइले जदि से मो सहित न थान्ते तेबे निश्चय मो नष्ट हो जाय थांती अनेक समय रे मो एही पद को ही स्मरण करे जे सदा प्रभु एकाकी मते गमन कराइले आपण मध्य अनेक प्रकारर समस्या अंधकार अनेक कष्ट दुख देई जाइथिबे सेतिरु सदा प्रभु ही आपणक पार करिसंती से आपणक पथ देखाइसंती सदा प्रभु आंभ मानकर हाथ धरिसंती जेउ सदा प्रभु आंभ मानकर हाथ धरिसंती से आंभ मानक छाड़िले नहीं से आंभ मानक परित्याग कले नहीं सेति पाई आज पर्यंत आंभ माने विनष्ट होई न हो जेते बड़ समस्या अंधकार दुख शोक थिले मध्य सदा प्रभु आंभ मानकर हाथ धरिसंती से ताहा मध्य देई आंभ मानक से कढ़ाई नेबे सदा प्रभु सदा सर्वदा नित्य आंभ मानकर पथ कढ़ाई नेबे सेतिपाई आमे किछि मध्य भय करिवार आवश्यक नहीं जेउ सदा प्रभु आपणक आह्वान करिसंती जेउ सदा प्रभु आपणकर हाथ धरिसंती से आपणक केबे मध्य परित्याग करिवे नहीं जाकुबक जीवन रे सदा प्रभु जेउ कथा कहिले ताहाकु से सफल कले सेई सदा प्रभु आज आपणक जीवन रे मध्य कार्य करुचंती आम मानकर शक्ति आम मानकर ज्ञान पैसा टंका धन संपत्ति एहा द्वारा नहीं सदा प्रभु आपना उपस्थिति द्वारा आंभ मानक गमन कराइबे जेउ ईश्वर आंभ मानकर सहित अछंती तांकर उपस्थिति आंभ मानक रक्षा करिवो आंभ मानक पथ कढ़ाई नेबो जेतेबेले इस्राएल माने मिस्र देश ठारू बाहरिले सदा प्रभु आपे सेमानक सहित गमन कले यात्रा पुस्तक 13 अध्याय 21 पदर आमे पढ़िबा से माने जेपरी दिवस रे और रात्रि रे यात्रा करि पारिबे एथिपाई सदा प्रभु दिवस रे पथ कढ़ाइबा निमंते मेघ स्तंभ रे और रात्रि रे दीप्ति देबा निमंते अग्नि स्तंभ रे थाई सेमानक आगे आगे विजय कले से लोकमानक सम्मुखरु दिवस रे मेघ स्तंभ और रात्रि रे अग्नि स्तंभ स्थानांतर कले नहीं जेउ दिन इस्राएल माने मिस्र देश ठारू बाहरिले किनान देश जीवा पाई बाहरिले सेही दिन ठारू सेही प्रथम दिवस ठारू सदा प्रभु सेमानक सहित गमन कले सेमानक पथ देखाइबा पाई दिवस रे मेघ स्तंभ रे और रात्रि रे सेमानक दीप्ति देबा पाई अग्नि स्तंभ रे सेमानक मध्य रे से निजे थिले सदा प्रभुंकर उपस्थिति सेमानक मध्य रे थिला से माने गुटे नुआ पथरे जाउचंती सेमानक मार्गदर्शन करिवा पाई सदा प्रभु आपना उपस्थिति देले हेले इस्राएल माने मागी नथिले से माने कोन मागिले कि सदा प्रभु
ତୁମେ ଅଗ୍ନି ସ୍ତମ୍ଭରେ ନହେଲେ ମେଘ ସ୍ତମ୍ଭରେ ଆମ୍ଭମାନଙ୍କ ଆଗେ ଆଗେ ତୁମେ ଯାଅ ବୋଲି ସେମାନେ ମାଗିଲେ ନାହିଁ, ସେ ନିଜେ ଆସିଲେ। ସେମାନେ ସିଦ୍ଧ ଲୋକ ନଥିଲେ। ଆମେ ଜାଣିଛୁ ଅନେକ ଥର ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ଅନେକ କଥା କହିଲେ, ବଚସା କଲେ, କିନ୍ତୁ ଗୋଟେ ଦିନ ମଧ୍ୟ ସଦାପ୍ରଭୁ ସେହି ସ୍ତମ୍ଭ ଗୁଡ଼ିକୁ ହଟାଇ ନଥିଲେ। ଇସ୍ରାଏଲମାନେ ମରୁଭୂମି ପ୍ରାନ୍ତର ଦେଇ ଯାଉଛନ୍ତି, କିନ୍ତୁ ସେମାନଙ୍କ ଜୀବନରେ ଯେପରି କୌଣସି ଅଭାବ ନଥିବ ଏଥିପାଇଁ ସଦାପ୍ରଭୁ ସମସ୍ତ ବିଷୟ ଯୋଗାଇଲେ। ଯେତେବେଳେ ସେମାନଙ୍କର ପାଣିର ଅଭାବ ହେଲା ସେ ପାଣି ଦେଲେ। ସଦାପ୍ରଭୁ ସ୍ୱର୍ଗରୁ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ସେମାନଙ୍କୁ ତୃପ୍ତ କଲେ। ଯଦିଓ ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ଭୁଲ କରିଥିଲେ, ଅବିଶ୍ୱାସ କରିଥିଲେ, ଈଶ୍ୱରଙ୍କର କଥା ମାନିଲେ ନାହିଁ, କିନ୍ତୁ ସେ କେବେ ମଧ୍ୟ ସେହି ମାନ୍ନା ବନ୍ଦ କଲେ ନାହିଁ। 40 ବର୍ଷ ସେମାନଙ୍କୁ ତୃପ୍ତ କଲେ। ଆଉ ଗୀତ ସଂହିତା 78:52 ପଦରେ ଏପରି ଲେଖା ହେଇଛି, ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପୋଲ ପରି କଢ଼ାଇ ନେଲେ। ପୁଣି ସେ ସେମାନଙ୍କୁ ନିରାପଦରେ ଚଳାଇଲେ, ତେଣୁ ସେମାନେ ଉଦ୍ବିଗ୍ନ ନୋହିଲେ। ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା। ଜଣେ ମେଷପାଳକ ଯେପରି ଆପଣା ପୋଲକୁ କଢ଼ାଇ ନେବ, ଠିକ୍ ସେହିପରି ସଦାପ୍ରଭୁ ଇସ୍ରାଏଲମାନଙ୍କୁ କଢ଼ାଇ ନେଲେ। ଆହୁରି ମଧ୍ୟ ଲେଖା ହେଇଛି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ। ହେଲେ ସେମାନେ ଯେଉଁ ପଥ ଦେଇ ଯାଉଥିଲେ ସେହି ପଥରେ ଅନେକ ପ୍ରକାରର ଆପଦ ବିପଦ ଥିଲା। ଆଉ ଥରେ ସେମାନଙ୍କୁ ନେଇଯିବା ପାଇଁ ମିଶ୍ର ଦେଶଠାରୁ ସୈନ୍ୟମାନେ ଆସିଲେ, ଫାରୋ ତାର ସୈନ୍ୟ ଦଳ ଆସିଲେ, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ନିରାପଦରେ ଚଳାଇଲେ। ଯେତେବେଳେ ସେମାନେ ମିଶ୍ର ଦେଶଠାରୁ ବାହାରିଲେ, ସେମାନେ ଲେଖା ହେଇଛି 6 ଲକ୍ଷ ଲୋକ ପୁରୁଷ ଥିଲେ, ସ୍ତ୍ରୀମାନେ ଥିଲେ, ପିଲାମାନେ ଅନେକ ଥିଲେ, ପ୍ରାୟ 30 ଲକ୍ଷ ଲୋକମାନେ ଥିଲେ। ସେମାନେ ସମସ୍ତଙ୍କୁ, ଏତେ ଅଧିକ ଲୋକମାନଙ୍କୁ ଗୋଟେ ମେଷ ପୋଲ ପରି ସଦାପ୍ରଭୁ ଚଳାଇଲେ। ସେମାନଙ୍କୁ ନିରାପଦରେ ସୁରକ୍ଷିତ ଭାବରେ ସଦାପ୍ରଭୁ କଢ଼ାଇ ନେଲେ। ହେଲେ ଇସ୍ରାଏଲମାନେ 40 ବର୍ଷ ଯାକ ଆକାଶ ତଳେ କେବଳ ତମ୍ବୁରେ ହିଁ ସେମାନେ ବାସ କରୁଥିଲେ। ହେଲେ ସେହି ସ୍ଥାନରେ କୌଣସି ଦୁର୍ଗ ନଥିଲା। ସେମାନଙ୍କୁ ସୁରକ୍ଷା କରିବା ପାଇଁ କୌଣସି ପ୍ରାଚୀର ନଥିଲା, କବାଟ ନଥିଲା, ଦ୍ୱାର ନଥିଲା, କିନ୍ତୁ ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା କଲେ। ସେମାନଙ୍କ ହାତରେ ବହୁତ ଧନ ସମ୍ପତ୍ତି ଥିଲା। ମିଶ୍ର ଦେଶଠାରୁ ସେମାନେ ଯେଉଁ ସୁନା ରୂପା ସବୁ ଆଣିଥିଲେ ତାହା ସବୁ ସେମାନଙ୍କ ପାଖରେ ଥିଲା, କିନ୍ତୁ କୌଣସି ରାଜା କିମ୍ବା କୌଣସି ସୈନ୍ୟ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ସେମାନଙ୍କ ପାଖକୁ ଗଲେ ନାହିଁ। କାରଣ କ'ଣ? ସଦାପ୍ରଭୁ ଆପଣା ଉପସ୍ଥିତି ଦେଇ ସେମାନଙ୍କୁ ସୁରକ୍ଷା କଲେ। ସଦାପ୍ରଭୁ ସେମାନଙ୍କୁ ନେତୃତ୍ୱ ଦେଲେ। ଯଦି ସଦାପ୍ରଭୁ ଆପଣଙ୍କୁ ପଥ କଢ଼ାଇ ନେବା ପାଇଁ ଆପଣ ତାଙ୍କୁ ସ୍ଥାନ ଦେଇଛନ୍ତି, ଯଦି ସଦାପ୍ରଭୁଙ୍କର ନେତୃତ୍ୱରେ ଆପଣ ଅଛନ୍ତି, ତେବେ ଆପଣ ସୁରକ୍ଷିତ ଅଟନ୍ତି। କେହି ମଧ୍ୟ ଆପଣଙ୍କୁ କ୍ଷତି କରିପାରିବ ନାହିଁ। ସଦାପ୍ରଭୁ ସେ ନିଜେ ଆପଣଙ୍କର ଦୁର୍ଗ ଅଟନ୍ତି, ସେ ଆପଣଙ୍କର ଢାଲ ଅଟନ୍ତି। ଏତେ ଲୋକ ଗମନ କଲେ ବି ସେମାନଙ୍କର କୌଣସି ଅଭାବ ନଥିଲା, ସେମାନଙ୍କର କୌଣସି ରୋଗ ନଥିଲା, କୌଣସି ଭିଟାମିନ୍ର ଡିଫିସିଏନ୍ସି ନଥିଲା। ଯେହେତୁ ସଦାପ୍ରଭୁ ଇସ୍ରାଏଲମାନଙ୍କୁ କଢ଼ାଇ ନେଲେ, ସେମାନଙ୍କ ଜୀବନରେ କୌଣସି ମଙ୍ଗଳ ବିଷୟର ଅଭାବ ନଥିଲା। ଏଲିୟଙ୍କ ଜୀବନରେ ମଧ୍ୟ ଏହି ବିଷୟକୁ ଆମେ ଦେଖିବାକୁ ପାଉଛୁ। ପ୍ରଥମ ରାଜାବଳୀ 17 ଅଧ୍ୟାୟ ଆପଣ ଟିକେ ପଢ଼ି ଦେଖନ୍ତୁ। ସେଠାରେ ଏହି ବିଷୟରେ ଲେଖା ହେଇଛି। ସଦାପ୍ରଭୁ ବାରମ୍ବାର ଏଲିୟଙ୍କ ସହିତ କଥା କହିଲେ। ସଦାପ୍ରଭୁ ଯାହା କହିଲେ ସେହି ଅନୁସାରେ ଏଲିୟ ଚାଲୁଥିଲେ, ମାନେ ଈଶ୍ୱରଙ୍କର ନେତୃତ୍ୱରେ ସେ ଚାଲୁଥିଲେ। ସେହି କାଳର ଲୋକମାନେ ସଦାପ୍ରଭୁଙ୍କ ଠାରୁ ବହୁତ ଦୂରକୁ ଯାଇଥିଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନେ ବଳି ଉତ୍ସର୍ଗ କରୁନଥିଲେ। ଅନେକ ପାପ କାର୍ଯ୍ୟରେ ସେମାନେ ଲିପ୍ତ ହୋଇଥିଲେ। ସେଥିପାଇଁ ଦେଶରେ ମରୁଡ଼ି ହୋଇଥିଲା, ପାଣି ବର୍ଷା କିଛି ନଥିଲା, ଦୁର୍ଭିକ୍ଷ ହୋଇଥିଲା। ରାଜାଙ୍କ ହସ୍ତରୁ ଏଲିୟଙ୍କୁ ବଞ୍ଚାଇବା ପାଇଁ ସଦାପ୍ରଭୁ ଏଲିୟଙ୍କୁ କହିଲେ, ତୁମେ କୋରିତ ନଦୀ ନିକଟରେ ଆପଣାକୁ ଲୁଚାଅ, ତୁମକୁ ଖାଦ୍ୟ ଯୋଗାଇବା ପାଇଁ ମୁଁ କାକମାନଙ୍କୁ ଆଜ୍ଞା ଦେଇଛି। ସେଠାରେ ମୋତେ ଖାଇବା ପାଇଁ ମିଳିବ କି ନାହିଁ, ଏହି କାଉମାନେ ଆଣିଦେବେ କି ନାହିଁ ବୋଲି ସେ କିଛି ମଧ୍ୟ ପ୍ରଭୁଙ୍କ ପ୍ରତି ସନ୍ଦେହ କଲେ ନାହିଁ। ପ୍ରଭୁ ଯାହା କହିଲେ
ତାହା ସେ କଲେ। ସେ ଯାଇକି ସେଠାରେ ବସୁଛନ୍ତି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦିନକୁ 2 ଥର ରୋଟି ଓ ମାଂସ କାକମାନେ ଆଣିଦେଲେ। ବହୁତ ଆଶ୍ଚର୍ଯ୍ୟର ବିଷୟ ନାଇଁ କି? ସେଥିପାଇଁ ସେଇ ପଦରେ ଲେଖା ହେଇଛି, ମରୁଭୂମିରେ ସେ ତୁମ୍ଭର ପ୍ରାଣକୁ ତୃପ୍ତ କରିବେ। ଯେଉଁ ଲୋକ ସଦାପ୍ରଭୁଙ୍କ ଦ୍ୱାରା ପରିଚାଳିତ ହେବ, ତାହାର ଜୀବନରେ କୌଣସି ବିଷୟର ଅଭାବ ନହିବ। ସବୁଆଡ଼େ ଖାଦ୍ୟ ନଥିଲେ ବି ସଦାପ୍ରଭୁ ତାହାକୁ ତୃପ୍ତ କରିବେ। ଏଲିୟଙ୍କୁ ସଦାପ୍ରଭୁ ଖାଦ୍ୟ ଯୋଗାଇଲେ। ଆଉ କିଛି ଦିନ ପରେ ସେହି ନଦୀର ପାଣି ଶୁଖିଗଲା। ତାପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, ତୁମ୍ଭେ ଉଠ, ସିଦୋନର ସାରିପଟକୁ ଯାଅ, ସେଠାରେ ଜଣେ ବିଧବା ମା ଅଛନ୍ତି। ତୁମ୍ଭକୁ ପ୍ରତିପୋଷଣ କରିବାକୁ ମୁଁ ସେହି ବିଧବା ମାଙ୍କୁ ମୁଁ ଆଜ୍ଞା ଦେଇଅଛି। ଏଲିୟ କୌଣସି ପ୍ରଶ୍ନ ପଚାରିଲେ ନାହିଁ। ଯେଉଁ ସ୍ଥାନକୁ ଯିବାକୁ ସଦାପ୍ରଭୁଙ୍କ ଠାରୁ ବାକ୍ୟ ଆସିଲା, ସେହି ସ୍ଥାନକୁ ସେ ଚାଲିଗଲେ। ସେହି ବିଧବା ମାଙ୍କ ଘରେ ମଧ୍ୟ ବହୁତ ଖାଦ୍ୟ ନଥିଲା, କେବଳ ଅଳ୍ପ ଟିକେ ଥିଲା। ସଦାପ୍ରଭୁ ସେଥିରେ ଆଶ୍ଚର୍ଯ୍ୟ କଲେ। ତାଙ୍କ ଘରର ମଇଦା କଳସ ଶୂନ୍ୟ ହେଲା ନାହିଁ, ଆଉ ପାତ୍ରରେ ତୈଳର ଅଭାବ ହେଲା ନାହିଁ। ସେଠାରେ ଏଲିୟ, ସେହି ସ୍ତ୍ରୀ ଆଉ ତାଙ୍କର ପୁଅ ଆଉ ତାଙ୍କର ପରିଜନ ସମସ୍ତେ ଅନେକ ଦିନ ଖାଇଲେ। ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ କଢ଼ାଇ ନେବେ, ତେବେ ସେ ସ୍ଥାନରେ କୌଣସି ଅଭାବ ନଥିବ। ଏହି ବିଷୟକୁ ଆମେ ଜାଣିବାର ଅଛି। ସଦାପ୍ରଭୁ ଯେଉଁ ସ୍ଥାନକୁ ଯିବା ପାଇଁ ଏଲିୟଙ୍କୁ କହିଲେ, ସେଠାରେ ତାଙ୍କ ପାଇଁ ସମସ୍ତ ବିଷୟ ସେ ଯୋଗାଇଲେ। ସେହି କରିଦ୍ ନଦୀ ପାଖରେ ଏଲିୟ ସେ ନିଜେ ବସିକି ଖାଇଲେ। ଯାହା ସେ ପାଇଲେ ତାହାକୁ ସେ ଖାଇଲେ। କିନ୍ତୁ ଏହି ବିଧବା ମାଙ୍କ ଘରେ କେବଳ ଏଲିୟ ନାହିଁ, ପରିଜନ ଅନେକ ଲୋକ ସେହି ଖାଦ୍ୟ ଖାଇଲେ। ଦୁର୍ଭିକ୍ଷ ସମୟରେ ଅନେକ ଲୋକମାନେ ଏଲିୟଙ୍କ ଦ୍ୱାରା ଖାଦ୍ୟ ପାଇଲେ। ସଦାପ୍ରଭୁ ଆମ୍ଭମାନଙ୍କୁ ମଧ୍ୟ ଏହିପରି ହିଁ ଆଶୀର୍ବାଦ ଦିଅନ୍ତି। ମରୁଭୂମିରେ ଆମ୍ଭମାନଙ୍କର ଆତ୍ମା ସେ ତୃପ୍ତ କରନ୍ତି, ଆଉ ଆମ୍ଭମାନଙ୍କର ଜୀବନ ଫଳପ୍ରଦ ହେବ। ଆମ୍ଭମାନଙ୍କର ଜୀବନ ଏକ ନିର୍ଝର ପରି ଅନେକଙ୍କୁ ଆଶୀର୍ବାଦର କାରଣ ହେବ। ଅବ୍ରାହମ, ଇସାକ, ଯାକୁବ, ଏଲିୟ, ଏପରି ପୁରାତନ ନିୟମର ଅନେକ ସାଧୁମାନଙ୍କ ବିଷୟରେ ଆମେ ଦେଖିଲୁ, ଯେଉଁମାନେ ଈଶ୍ୱରଙ୍କର ବାକ୍ୟ ମାନିଲେ, ବାକ୍ୟ ଅନୁସାରେ ଚାଲିଲେ, ସେମାନଙ୍କ ଜୀବନରେ କୌଣସି ମଙ୍ଗଳ ବିଷୟର ଅଭାବ ନଥିଲା। ଆଜି ଆମ୍ଭମାନେ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ମାନିବା। ଈଶ୍ୱରଙ୍କର ବାକ୍ୟ ଯାହା କହୁଛି ତାହାକୁ ଆମେ ମାନିବା। ତାଙ୍କର ପଥରେ ସେ ଯେଉଁ ପଥ ଦେଖାଇବେ, ସେଥିରେ ଯିବାକୁ ଆମେ ପ୍ରସ୍ତୁତ ହେବା। ଯଦି ଈଶ୍ୱରଙ୍କର ବାକ୍ୟ ଅନୁସାରେ ଆମେ ଚାଲିବା, ଆମ୍ଭମାନଙ୍କ ଜୀବନରେ ମଧ୍ୟ କୌଣସି ଅଭାବ ରହିବ ନାହିଁ। ହେଲେ ପୁରାତନ ନିୟମରେ ସଦାପ୍ରଭୁ ସେମାନଙ୍କ ସହିତ କଥା କହିଲେ, ସ୍ୱପ୍ନ ମାଧ୍ୟମରେ, ନହେଲେ ଦର୍ଶନ ଦେଲେ, ଭାବବାଦୀମାନଙ୍କ ସହିତ ସେ କଥା ହେଲେ। ବର୍ତ୍ତମାନ ଆମ୍ଭମାନେ ନୂତନ ନିୟମର ବିଶ୍ୱାସୀ ହୋଇଛୁ। ହେଲେ ଆମ୍ଭମାନଙ୍କୁ ମନରେ ଟିକେ ସନ୍ଦେହ ଆସୁଛି ଯେ, ପ୍ରଭୁ ମୋ ସଙ୍ଗେ କଥା ହେବେ କି? ତାଙ୍କର ମାର୍ଗଦର୍ଶନ ମୁଁ କିପରି ଜାଣିବି? ମୁଁ କିପରି ଈଶ୍ୱରଙ୍କର ସ୍ୱର ଶୁଣିପାରିବି? ଏହି ସବୁ ପ୍ରଶ୍ନ ଆମମାନଙ୍କ ମନରେ ହୁଏତ ଉଠିବ। କିନ୍ତୁ ଏହି ନୂତନ ନିୟମର କାଳରେ, ବର୍ତ୍ତମାନ ସମୟରେ ଆମ୍ଭମାନେ ବାହାରୁ ସ୍ୱର ଶୁଣିବାକୁ, ନହେଲେ ବାହାରୁ ଚାଳିତ ହେବାକୁ ଆବଶ୍ୟକ ନାହିଁ। ରୋମିଓ 8 ଅଧ୍ୟାୟ 14 ପଦରେ ଏପରି ଲେଖା ହେଇଛି, ଆମେ ପଢ଼ିବା, ଯେନୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ। ଏଠାରେ ପ୍ରଭୁଙ୍କ ବାକ୍ୟ ସ୍ପଷ୍ଟ ଭାବରେ ଆମମାନଙ୍କୁ କହେ ଯେ, ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ମାନେ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ। ତାହାର ଅର୍ଥ କ'ଣ? ପରମେଶ୍ୱରଙ୍କର ପ୍ରତ୍ୟେକ ସନ୍ତାନ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ। ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କର ସନ୍ତାନ। ଏଠାରେ ଈଶ୍ୱରଙ୍କର ସେବକମାନଙ୍କ ବିଷୟରେ କୁହାଯାଏ ନାହିଁ, ପ୍ରେରିତମାନଙ୍କ ବିଷୟରେ, ନହେଲେ ଭବିଷ୍ୟତ ବକ୍ତାମାନଙ୍କ ବିଷୟରେ କୁହାଯାଏ ନାହିଁ। ପାଷ୍ଟର, ପ୍ରଚାରକମାନେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି ବୋଲି ଲେଖା ହୁଏ ନାହିଁ। ଈଶ୍ୱରଙ୍କର ସନ୍ତାନ କିଏ? ଈଶ୍ୱରଙ୍କର ସନ୍ତାନ ମାନେ ଯୋହନ 1 ଅଧ୍ୟାୟ 12 ପଦରେ ଏପରି ଲେଖା ହେଇଛି,
ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଯେଉଁମାନେ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଚାଳିତ ସେମାନେ ଈଶ୍ୱରଙ୍କର ସନ୍ତାନ। ଏଠାରେ ଲେଖା ହେଇଛି ଯେତେ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିଛନ୍ତି, ଯୀଶୁ ହିଁ ମୋର ତ୍ରାଣକର୍ତ୍ତା ବୋଲି ତାଙ୍କୁ ଗ୍ରହଣ କରିଛନ୍ତି, ସେମାନେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୋଇଛନ୍ତି। ଆଜି ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଛନ୍ତି, ଯଦି ଆପଣ ବିଶ୍ୱାସୀ ହୋଇଛନ୍ତି, ତେବେ ଆପଣ ଈଶ୍ୱରଙ୍କର ସନ୍ତାନ। ସେଥିପାଇଁ ଆମେ ତାଙ୍କୁ ଆବା ପିତା ବୋଲି ଆମେ ଡାକୁଛୁ। ହେ ଆମମାନଙ୍କର ପିତା ବୋଲି ସ୍ୱର୍ଗୀୟ ପିତାଙ୍କୁ ଆମେ ଡାକି ପାରୁଛୁ। ଆମମାନେ ତାଙ୍କର ସନ୍ତାନ ହୋଇଛୁ। ଯଦି ଆପଣ ତାଙ୍କର ସନ୍ତାନ, ତେବେ ଆପଣ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେବା ଉଚିତ। ଏହା ହିଁ ଆମମାନଙ୍କର ଜୀବନଶୈଳୀ। କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ସେମାନେ ପିତା ପରମେଶ୍ୱରଙ୍କର ସନ୍ତାନ ହୋଇଛନ୍ତି। ସେମାନଙ୍କ ଅନ୍ତରରେ, ସେମାନଙ୍କ ଆତ୍ମାରେ ପବିତ୍ର ଆତ୍ମା ବାସ କରୁଛନ୍ତି। ପ୍ରଭୁଙ୍କ ବାକ୍ୟ ଏହି ବିଷୟରେ ଆମମାନଙ୍କୁ କହେ। ତାଙ୍କର ପବିତ୍ର ଆତ୍ମା ଆମ୍ଭମାନଙ୍କ ଠାରେ, ଆମ୍ଭମାନଙ୍କ ଅନ୍ତରରେ ସେ ବାସ କରୁଛନ୍ତି। ପ୍ରତିଦିନ ପ୍ରତି ମୁହୂର୍ତ୍ତରେ 24 ଘଣ୍ଟା ସେ ଆମ୍ଭମାନଙ୍କ ଠାରେ ହିଁ ରହୁଛନ୍ତି। ଆଜି ପ୍ରତ୍ୟେକ ବିଶ୍ୱାସୀଙ୍କୁ ପଥ କଢ଼ାଇ ନେବାକୁ ପବିତ୍ର ଆତ୍ମା ଚାହାନ୍ତି। ପ୍ରତ୍ୟେକ ବିଷୟରେ ପଥ ଦର୍ଶକ ହେବାକୁ ସେ ଚାହାନ୍ତି। ଏହି ପଥରେ ଯାଅ, ଏଇଟା କର, ସେଟା କର ନାହିଁ, ଏହି ସ୍ଥାନକୁ ଯାଅ, ଏପରି ସେ ଆମ୍ଭମାନଙ୍କ ଅନ୍ତରରେ ଥାଇ ଆମ୍ଭମାନଙ୍କୁ ଗାଇଡ଼ କରିବାକୁ ଚାହାନ୍ତି। ଅନେକ ସମୟରେ ଆମେ ପବିତ୍ର ଆତ୍ମାଙ୍କ ବିଷୟକୁ ଠିକ୍ ଭାବରେ ଆମେ ଜାଣିନାହୁଁ। ସେଥିପାଇଁ ଆମେ କ'ଣ ଭାବୁଛୁ, ପବିତ୍ର ଆତ୍ମା ବୋଲି କହିଲେ ସେଟା ଗୋଟେ ପବିତ୍ର ଶକ୍ତି, ସେଟା ପବନ ପରି ଆସିବ, ସେଟା ଅଗ୍ନି ପରି ଆସିବ, ସେ ଆସିଲେ ମହତ୍ କାର୍ଯ୍ୟ କରିବ, ଏପରି ଆମେ ଭାବୁଛୁ। କିନ୍ତୁ ଆମେ ଏହି ବିଷୟକୁ ଠିକ୍ ଭାବରେ ଜାଣିବାର ଅଛି ଯେ ପବିତ୍ର ଆତ୍ମା କହିଲେ ଏଟା ସେଟା ବୋଲି ଆମେ କହିବା ନାହିଁ। ସେ ଜଣେ ବ୍ୟକ୍ତି ଅଟନ୍ତି। ପିତା, ପୁତ୍ର, ପବିତ୍ର ଆତ୍ମା ଆମେ କହୁଛୁ ନାହିଁ କି? ସେହି ଈଶ୍ୱରଙ୍କର ସେହି ଆତ୍ମା, ପବିତ୍ର ଆତ୍ମା ସେ ଜଣେ ବ୍ୟକ୍ତି ଅଟନ୍ତି। ସେ ଆମ୍ଭମାନଙ୍କ ଠାରେ, ଆମ୍ଭମାନଙ୍କ ଆତ୍ମାରେ ସେ ବାସ କରୁଛନ୍ତି। ସେ ଆମ୍ଭମାନଙ୍କୁ କଢ଼ାଇ ନେବେ। ଆତ୍ମା କଢ଼ାଇ ନେବେ କି ମୁଁ କିପରି ସେଟା ଜାଣିବି ବୋଲି ଆପଣ ଚିନ୍ତା କରନ୍ତୁ ନାହିଁ। ଯଦି ଆପଣ ବିଶ୍ୱାସୀ ହୋଇଛନ୍ତି, ଯୀଶୁଙ୍କୁ ଗ୍ରହଣ କରିଛନ୍ତି, ହେଲେ ଆପଣ ଜାଣନ୍ତୁ ଯେ ପବିତ୍ର ଆତ୍ମା ହିଁ ପ୍ରଥମେ ଆପଣଙ୍କୁ କଢ଼ାଇ ନେଲେ। ଆପଣଙ୍କ ଜୀବନରେ ପବିତ୍ର ଆତ୍ମା ପ୍ରଥମେ କାର୍ଯ୍ୟ କଲେ। ଯେତେବେଳେ ଆପଣ ପାପୀ ଥିଲେ, ସେ ଆପଣଙ୍କୁ କହିଲେ ଯେ ତୁମେ ଜଣେ ପାପୀ ଅଟ, ତୁମ ପାଇଁ ଜଣେ ତ୍ରାଣକର୍ତ୍ତାର ଆବଶ୍ୟକ ଅଛି। ଯୀଶୁ ଖ୍ରୀଷ୍ଟ ହିଁ ତୁମ ପାଇଁ ମୃତ୍ୟୁଭୋଗ କରିଛନ୍ତି, ତାଙ୍କୁ ତୁମେ ବିଶ୍ୱାସ କର ବୋଲି ସେ ପବିତ୍ର ଆତ୍ମା ହିଁ ଆପଣଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଆଣିଲେ। ଆପଣ ନିଜେ ଆସିପାରିଲେ ନାହିଁ। ଆପଣ ଯେଉଁ ଜୀବନ କାଟୁଥିଲେ, ଆପଣଙ୍କର ସେହି ପାପ ଜୀବନ ଠାରୁ ଆପଣ ନିଜେ ଫେରି ଆସିଲେ ନାହିଁ। ପବିତ୍ର ଆତ୍ମା ଆପଣଙ୍କ ଅନ୍ତରରେ କାର୍ଯ୍ୟ କଲେ, ସେ ଆପଣଙ୍କୁ ପିତାଙ୍କ ନିକଟକୁ ଫେରି ଆଣିଲେ। ପବିତ୍ର ଆତ୍ମା ହିଁ ପରିତ୍ରାଣ ପାଇଁ ଆପଣଙ୍କୁ ନେତୃତ୍ୱ କରିଥିଲେ। ଦିନେ ମଣ୍ଡଳୀ ଯିବା ପାଇଁ, ନହେଲେ ସେହି ସୁସମାଚାର ଗ୍ରହଣ କରିବା ପାଇଁ, ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ପବିତ୍ର ଆତ୍ମା ହିଁ ଆପଣଙ୍କୁ ନେତୃତ୍ୱ କଲେ। ସେଥିପାଇଁ ଆପଣ ଆଜି ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି, ଆପଣ ଜଣେ ବିଶ୍ୱାସୀ ହୋଇଛନ୍ତି। ତେବେ ପବିତ୍ର ଆତ୍ମା ଆପଣଙ୍କ ଠାରେ ଅଛନ୍ତି। ଅନେକ ସମୟରେ ଆମେ ଏହି ବିଷୟକୁ ଜାଣିନାହୁଁ। ସେଥିପାଇଁ ପବିତ୍ର ଆତ୍ମା ବୋଲି କହିଲେ ବେଳେବେଳେ ପ୍ରାର୍ଥନା କରିବା ବେଳେ ସେହି ପବିତ୍ର ଆତ୍ମା ଆସିବ, ଆଉ ପ୍ରାର୍ଥନା କଲା ପରେ ପରଭାଷାରେ କିଛି ସମୟ କଥା ହେଲା ପରେ ତାହା ପଳେଇଯିବ ବୋଲି ଆମେ ଭାବୁଛୁ। କିନ୍ତୁ ଆମେ ଜାଣିବାର ଅଛି ଯେ ପବିତ୍ର ଆତ୍ମା ଆମ୍ଭମାନଙ୍କ ଠାରେ ବାସ କରୁଛନ୍ତି। ସେ ଆପଣଙ୍କୁ କୌଣସି ବିଷୟ କରିବାକୁ ବାଧ୍ୟ କରିବେ ନାହିଁ। ଯଦି ଏହି ରବିବାର ଆପଣ ଚର୍ଚ୍ଚ ଯିବା ପାଇଁ ଆପଣଙ୍କର ଇଚ୍ଛା ଲାଗୁନାହିଁ, ହେଲେ ସେ ଆପଣଙ୍କୁ ବାଧ୍ୟ କରି ନେଇଯିବେ ନାହିଁ। ଚର୍ଚ୍ଚ ଯା ବୋଲି ପବିତ୍ର ଆତ୍ମା ଆପଣଙ୍କୁ ଟେଲି ନେବେ ନାହିଁ। ଚର୍ଚ୍ଚ ଯିବାଟା, ଈଶ୍ୱରଙ୍କର ଅନ୍ୱେଷଣ କରିବା ଭଲ ବୋଲି ସେ ଆପଣଙ୍କୁ କହିବେ। ହେଲେ ସେ ଆପଣଙ୍କ ଜୀବନରେ ନେତୃତ୍ୱ ନେବାକୁ ସ୍ଥାନ ଦେବାର ଅଛି।
जदि आपण पवित्र आत्मा को पाई निजर जीवन रे स्थान देबे नहीं तेबे से आपण को कढ़ाई नेबे नहीं, से कढ़ाई नहीं पारिबे नहीं। तेबे मु कोन करिवार अछि, मते तांक हस्त रे निजक समर्पण करबा को पड़िबो। प्रभु पवित्र आत्मा तुमर इच्छा अनुसार मते कढ़ाई नियो, तुमे जहा इच्छा करूछ ताहा मु करबी बोली मु निजे निजक समर्पण करिवार अछि। तेबे ही से मोर जीवन रे कार्य करि पारिबे, मते से कढ़ाई नहीं पारिबे। हेले एई जगत रे समस्तंक मन रे मालिक बोली से ही मानसिकता अछि कि नहीं। मु बड़ लोक बोली आमे समस्ते भावुछ नहीं बोली केही कहि पारिबे नहीं। आपणक घरे नहले पाखरे गुटे छुआ थिले देखंत 2 वर्ष नहले 3 वर्ष हेतिबो, से कोन भाबुछि मु जहा कहूछि सेटा मोर माँ बापा करिवार अछि, मु जहा मागुछि सेटा से माने देबार अछि, मु बड़ लोक मोर कथा समस्ते सुनंतु बोली से भाबुछि। टिके बड़ पिला मानक देखंत जौवन अवस्था रे माँ बापा नहले बड़ लोक माने किछि परामर्श देले, से मानक किछि उपदेश देले, से मानक सेटा पसंद नहीं। सेटा आमे जानिछो, मु सबु जानिछि, मु देखिबे एपरि से माने सुनिबाक आग्रही नुहंती। आउ किछि घरे स्वामी माने कहउचंती मु जहा कहूछि सेटा तुमे समस्ते सुनिबार अछि, मोर कथा तुमे सुनो, मोर कथा अनुसार तुमे चलो, एपरि कहउचंती। आ स्त्री मानकर मध्य एपरि मानसिकता अछि, मु जहा कहूछि सेटाकू मोर स्वामी सब बेले सुनिबार अछि, मोर कथा अनुसार मोर स्वामी मोर पुओ माने झियो माने समस्ते मोर कथा मानिबे, एहा आम मानकर इच्छा अटे। आउ वयस्क लोक हेले भी से मानक जदि आपण कहिबे एटा आपणकर शरीर पाए एटा भल नहीं, एटा खाइबे नहीं किछि कहिले से माने मानु नाहंती। कारण कोन, मोर निजर जीवन को मु चलाइबी, मोर इच्छा अनुसार मु चलिबी बोली आमे समस्तंकर मन रे गुटे मनोभाव अछि। जदि मोर एही मानसिकता अछि तेबे पवित्र आत्मा मोर जीवन रे कार्य करि पारिबे नहीं। हेले आमे कोन करिवार अछि, सदा प्रभु को हस्त रे आमे निजक समर्पण करिवार अछि। मु नहीं प्रभु तुमे मोर मालिक, तुमर इच्छा अनुसार मते छळाई नियो बोली तांक हस्त रे आमे समर्पण करिबा। सदा प्रभु आपणक नित्य कढ़ाई नेबाक चाहंती, नित्य उत्तम पथ रे आपणक से कढ़ाई नेबे। आ पवित्र आत्मांकर चालना किपरि आमे जानि पारिबा बोली अनेक विषय अछि, ताहा अन्य गुटे वीडियो रे आमे देखिबा। आज एही विषय को आमे जानिबा जे जेते लोक तांकर संतान होइछु आंभ मानक आपणा आत्मा को द्वारा नेतृत्व देबाक से चाहंती। हेले आमे निजको ईश्वर को हस्त रे समर्पण करिबा, ईश्वर को वाक्य प्रति आमे आग्रही हेबा। जदि ईश्वर को वाक्य आमे आग्रह सहित पढ़िबा हेले सेही वाक्य द्वारा पवित्र आत्मा आंभ मानक सहित कथा हेबे। आज ठारू एही विषय को आपण अभ्यास करंतु। प्रभु मो सहित कथा कुह बोली प्रार्थना सहित आपण बाइबल पढ़ंतु, हेले पवित्र आत्मा आपणक जीवन रे जहा करिवार अछि बोली से कहिबे। मोर परिवार पाई, मोर पिला मानक पाई मु कोन करिवार अछि, एही कार्य मु करिबी कि नहीं, जहा हेले भी आम मानकर संदेह आमर प्रश्न जहा थिले भी आमे सदा प्रभुक ठारे ताहाकु समर्पण करिबा। प्रभु एही विषय रे तुमे मते कढ़ाई नियो, मु तो निष्पत्ति नहीं पारु नहीं, मु कौनसी पथ मु निजे बाछिबाकु मु चाहू नहीं, तुमे मते कहि दियो, तुमरी ज्ञान दियो बोली तांक हस्तरे आमे निजको समर्पण करिबा। हेले सदा प्रभु प्रत्येक विषय आपणक जणाइबे, आपणक से पथ कढ़ाई नेबे। जदि सही पथरे आमे जिबा हेले आमनकर जीवन रे कोनोसी अभाव नथिबो, सुरक्षित भाव रे से आंभ मानक कढ़ाई नेबे। आसंतु आमे प्रार्थना करिबा। हे आमनकर दयालु पिता परमेश्वर, तुमर पवित्र महानामर धन्यवाद 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 देउछु बापा। आंभ मानकर मुक्तिदाता प्रिय पुत्र जीशु ख्रीष्टଙ୍କ नामरे प्रभु आमे तुम निकटक आसीछु बापा। एतिक बेले प्रभु तुमरी वाक्य द्वारा आम मानक सहित तुमे कथा कहिवछ, सेथिपाई प्रभु तुमको धन्यवाद धन्यवाद देउछु बापा। प्रभु तुमे आम मानक बहुत प्रेम करूछ प्रभु, आम मानक नित्य पथ कढ़ाई नेबाक तुमे चाहुछ, सेथिपाई धन्यवाद देउछु बापा। प्रभु तुमे आपना लोक मानक इस्राएल मानक प्रभु निरापदरे तुमे गमन कराइल प्रभु,
ତୁମେ ହିଁ ସେମାନଙ୍କର ସମସ୍ତ ଆବଶ୍ୟକତା ଯୋଗାଇଲ। ମେଷ ପଲ ପରି ପ୍ରଭୁ ତୁମେ କଢ଼ାଇ ଆଣିଲ। ପ୍ରଭୁ ଆମ୍ଭମାନଙ୍କ ଜୀବନରେ ମଧ୍ୟ ପ୍ରଭୁ ଆମେ ଅନୁଭବ କରିପାରିଛୁ। ପ୍ରଭୁ ଅନେକ ଆପଦ ବିପଦ ଅନେକ ସମସ୍ୟା ଥିଲା, ଅନେକ ବିଷୟ ନେଇ ପ୍ରଭୁ ଆମେ ଦୁଃଖିତ ହୋଇଥିଲୁ। ସେ ସମୟରେ ସବୁ ପ୍ରଭୁ କେବଳ ତୁମେ ହିଁ ଆମ୍ଭମାନଙ୍କୁ ପଥ ଦେଖାଇଲ। ପ୍ରଭୁ ସେହି ସମସ୍ୟାରୁ ତୁମେ ହିଁ ଆମମାନଙ୍କୁ ବାହାର କରି ଆଣିଲ। ପ୍ରଭୁ ତୁମେ ଏକାକୀ ଆମ୍ଭମାନଙ୍କୁ କଢ଼ାଇ ଆଣିଲ। ପ୍ରଭୁ ଆମେ ତାହାକୁ ଅନୁଭବ କରିପାରିଛୁ। ବାପା ଆଜି ପର୍ଯ୍ୟନ୍ତ କେବଳ ତୁମେ ହିଁ ଆମ୍ଭମାନଙ୍କୁ ପ୍ରଭୁ କଢ଼ାଇ ଆଣିଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ ବାପା। ପ୍ରଭୁ ଆମମାନଙ୍କ ଜୀବନରେ ଅନେକ ପ୍ରକାର ଝଡ଼ ଝଞ୍ଜା ଆସିଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କର ସହବର୍ତ୍ତୀ ଈଶ୍ୱର ହୋଇଅଛ। ପ୍ରଭୁ ତୁମେ ଆମମାନଙ୍କର ହାତ ଧରି ପ୍ରଭୁ ଆମ୍ଭମାନଙ୍କର ଚଳା ପଥେ ତୁମେ ଆସୁଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ ବାପା। ପ୍ରଭୁ ଯେଉଁମାନେ ଏହି ବାକ୍ୟ ଶୁଣିଛନ୍ତି ଓ ଏତିକି ବେଳେ ପ୍ରାର୍ଥନା କରୁଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ପ୍ରତ୍ୟେକଙ୍କର ଜୀବନରେ ପ୍ରଭୁ କେବଳ ତୁମେ ପଥ ପ୍ରଦର୍ଶକ ହୁଅ। ପ୍ରଭୁ ଆମ୍ଭମାନଙ୍କର ଜ୍ଞାନ ନାହିଁ, ଆମ୍ଭମାନଙ୍କର ବୁଦ୍ଧି ନାହିଁ ପ୍ରଭୁ, ଅନ୍ୟମାନଙ୍କର ପରାମର୍ଶ ନାହିଁ ପ୍ରଭୁ, କେବଳ ତୁମଠାରୁ ଜ୍ଞାନ ପାଇ ପ୍ରଭୁ ତୁମରି ସୁପଥରେ ଯିବାକୁ ଆମ୍ଭମାନଙ୍କୁ ତୁମେ ସାହାଯ୍ୟ କର। ପ୍ରଭୁ ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ତୁମେ ହିଁ ଆଶୀର୍ବାଦ କର। ପ୍ରଭୁ ଆଜି ଯେଉଁ ବିଷୟରେ ପ୍ରଭୁ ନିଷ୍ପତ୍ତି ନେବାକୁ ସେମାନେ ଜାଣିନାହାନ୍ତି, ଯେଉଁ ପଥରେ ଯିବି ବୋଲି ସେମାନେ ପ୍ରଭୁ ଭାବୁଛନ୍ତି, ସେହି ବିଷୟରେ ପ୍ରଭୁ ତୁମେ ପଥ ପ୍ରଦର୍ଶକ ହୁଅ। ପ୍ରଭୁ ତୁମରି ବାକ୍ୟ ଦେଇ ପ୍ରଭୁ ସେମାନଙ୍କ ସହିତ ତୁମେ କଥା କୁହ। ପ୍ରଭୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେବାକୁ ଆମେ ମଧ୍ୟ ଚାହୁଁଛୁ ବାପା। ପ୍ରଭୁ ତୁମରି ପଥରେ ତୁମେ କଢ଼ାଇ ନିଅ। ପ୍ରଭୁ ଏହି ନୂତନ ମାସରେ ପ୍ରଭୁ ପ୍ରତ୍ୟେକ ପରିବାରକୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ପରିବାରର ଆବଶ୍ୟକତା ତୁମେ ଯୋଗାଅ ପ୍ରଭୁ। ପ୍ରତ୍ୟେକଙ୍କର ଯିବା ଆସିବାରେ ପ୍ରଭୁ ତୁମେ ହିଁ ସହବର୍ତ୍ତୀ ଈଶ୍ୱର ହୁଅ। ପ୍ରଭୁ ଏହି ମାସ ଆଉ ଆଗାମୀ ଦିନମାନେ ସମସ୍ତେ ପ୍ରଭୁ ଯେପରି ପ୍ରତ୍ୟେକଙ୍କ ପାଇଁ ଆଶୀର୍ବାଦକର ହେବ, ମଙ୍ଗଳକର ହେବ, ଏଥିପାଇଁ ତୁମେ ସାହାଯ୍ୟ କର, ଅନୁଗ୍ରହ କର। ଏହି ପ୍ରାର୍ଥନା ନାଜରେତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍। ଯଦି ଆପଣ ଏହି ବାର୍ତ୍ତା ଦ୍ୱାରା ଆଶୀର୍ବାଦ ପାଇଛନ୍ତି ତେବେ ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ଏହା ସେୟାର କରନ୍ତୁ।